ଆମର ଆଗାମୀ ଡିସେମ୍ବର 4 ହେଉଛି ଆମର ନୌସେନା ଦିବସ ଏବଂ ଏହା ଏକ ବହୁତ ଗୌରବମୟ ଦିନ ଆମ ରାଷ୍ଟ୍ର ପାଇଁ ବି। ସେଦିନ ଏହା ଏକ ସୌଭାଗ୍ୟର ବିଷୟ କି ପ୍ରଥମ ଥର ପାଇଁ ଓଡ଼ିଶାରେ ଏବଂ ସ୍ପେସିଫିକାଲି ପୁରୀରେ ନେଭି ଡେ ଉପଲକ୍ଷେ ଅପରେସନାଲ ଡେମୋ କାର୍ଯ୍ୟକ୍ରମଟି ହେଉଛି, ଯେଉଁଥିରେ କି ମହାମହିମ ରାଷ୍ଟ୍ରପତି ଏବଂ ଆମର ଭାରତର ଆର୍ମଡ ଫୋର୍ସେସର ସୁପ୍ରିମ ଆମର ଯେ ସୁପ୍ରିମ କମାଣ୍ଡର ଅଛନ୍ତି ସେ ଆସିକି ଏଠି ଉପସ୍ଥିତ ରହିବେ ଏବଂ ତା ପାଇଁ ସମସ୍ତ ପ୍ରସ୍ତୁତି ଫୁଲ ସୁଇଂରେ ଚାଲିଛି। ମୁଖ୍ୟତଃ ଆମେ ଯଦି କହିବା ନେଭି ଡେରେ ଯେହେତୁ ଆମେ ଆଶା କରୁଛୁ ବହୁ ସଂଖ୍ୟାରେ ଲୋକମାନେ ଆସିବେ, ତା ପାଇଁ ପ୍ରସ୍ତୁତି ବିଭିନ୍ନ ବିଭାଗ ତରଫରୁ ଚାଲିଛି। ଆମର ପୋଲିସ କୁହନ୍ତୁ, ଟ୍ରାନ୍ସପୋର୍ଟ କୁହନ୍ତୁ, R&B, ୱାଟକୋ, ହେଲ୍ଥ, ଟିପିସିଓଡିଏଲ ସମସ୍ତ ବିଭାଗ ତରଫରୁ କାର୍ଯ୍ୟକ୍ରମ ଚାଲିଛି। ଆମେ ଏଇ ଆପଣଙ୍କ ମାଧ୍ୟମରେ ସୂଚେଇ ଦେବାକୁ ଚାହୁଁଛୁ ଯେ ଲୋକମାନେ ବି କିଛିଟା ମିସକନସେପସନ ଅଛି କି କେବଳ କିଛି ସୀମିତ ଜାଗାରେ ଦେଖାଯିବ ନା, ଆମର ପେଣ୍ଠକଟାରୁ ନେଇକି ଆପଣଙ୍କର ଲାଇଟ୍ ହାଉସ୍ ମୁହାଣ ପର୍ଯ୍ୟନ୍ତ ବି ଦେଖାଯିବ। ତ ଆମେ ଅନୁରୋଧ କରିବୁ କି ଯେଉଁମାନେ ବି ଆସୁଛନ୍ତି ସ୍ପ୍ରେଡ୍ ଆଉଟ୍ ହେଇକି ବିଭିନ୍ନ ଜାଗାରେ ଦେଖିବେ, କୌଣସି ଜାଗାରେ ଏକତ୍ରିତ କିମ୍ବା ଓଭର କ୍ରାଉଡିଂ କରିବା ପାଇଁ ଚେଷ୍ଟା କରିବେନି। କାରଣ ଆମେ ଡେଫିନେଟଲି ସେମିତି ବିଚ୍ରେ ବି ସେକ୍ଟର୍ସ କରୁଛୁ ଦିଗପହଣ୍ଡିରୁ ନେଇକି ଲାଇଟ୍ ହାଉସ୍ ପର୍ଯ୍ୟନ୍ତ। ତ ଆମକୁ ଅନୁରୋଧ ରହିବ କି ସେଦିନ ପାଇଁ ଯାହା କଟକଣା ରହିଛି ଆମ ତରଫରୁ, ଯୋଉଟା କି ପୋଲିସ ଏନଫୋର୍ସ କରିବ, ତାକୁ ସେମାନେ ସହଯୋଗ କରିବେ ଏବଂ ସମସ୍ତ ସେକ୍ଟରରେ ବି ଆନୁଷଙ୍ଗିକ ସୁବିଧା ତାଙ୍କ ପାଇଁ ରହିଛି। ଏବଂ ନଟ୍ ଓନ୍ଲି 4 ଆମର 1ରୁ 4 ପର୍ଯ୍ୟନ୍ତ ଲୋକମାନେ ଆସିକି ବିଭିନ୍ନ ସମୟରେ ଦେଖିପାରିବେ। ତ ସେମିତି କୌଣସି ମାନେ ସେମିତି କିଛି ନାହିଁ ଯେ ଗୋଟେ ଦିନ ହିଁ ହଉଛି। ତ ଆମେ ଅନୁରୋଧ କରିବୁ କି ପର୍ଯ୍ୟାୟକ୍ରମେ ଲୋକ ଆସିକି ଆନନ୍ଦ ନିଅନ୍ତୁ ଏ କାର୍ଯ୍ୟକ୍ରମରେ ଏବଂ ଯୋଉ ଆମର ଗୌରବ ଗାଥା ଅଛି ନୌସେନାର ତାକୁ ମଧ୍ୟ ସେମାନେ ଦେଖନ୍ତୁ। ବଟ୍ ଆମେ କ୍ରାଉଡ ପଏଣ୍ଟ ଅଫ ଭ୍ୟୁରୁ ଅନୁରୋଧ କରିବୁ, ଯେହେତୁ 1st ରୁ 4th ମଧ୍ୟ ଅଛି ଏବଂ 4th ବି ଯୋଉ ସ୍ପେସିଫିକ ବି ଆସିବେ ସେଦିନ ଆପଣଙ୍କର ଥ୍ରୁ ଆଉଟ୍ ଦ ବିଚ୍ ଦେଖାଯିବ। ବିଭିନ୍ନ ଏୟାର ଶୋର ବି କମ୍ପୋନେଣ୍ଟ ଅଛି ଯୋଉଟା କି ବହୁତ ଦୂର ଦୂରାନ୍ତ ମଧ୍ୟ ଦେଖାଯିବ। ଆମର ମହାମହିମ ରାଷ୍ଟ୍ରପତିଙ୍କ ଯୋଉ ପ୍ରୋଗ୍ରାମ ଆସିଛି ତା ଉପରେ ଆଜି ମନ୍ଦିରରେ ଆମର ଛତିଶା ନିଯୋଗ ବୈଠକ ହବ, ଯୋଉଥିରେ କି ମହାମହିମ ରାଷ୍ଟ୍ରପତିଙ୍କ ଭିଜିଟ ପାଇଁ ସ୍ୱତନ୍ତ୍ର ସେଦିନର ନୀତିକ୍ରାନ୍ତି ଏବଂ କ'ଣ ଆନୁଷାଙ୍ଗିକ ବ୍ୟବସ୍ଥା ରହିବ ମନ୍ଦିରରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ। ଯେମିତି କହିଲେ ମୁଖ୍ୟତଃ 3ଟି କମ୍ପୋନେଣ୍ଟ ରହିଛି। ମୁଖ୍ୟ ଡେଫିନେଟଲି ରହିଲା କି ନେଭି ଡେ ସେ ଆସିକି ଜଏନ୍ କରିବେ ଆଜ୍ ଚିଫ୍ ଗେଷ୍ଟ। ବଟ୍ ତା ପୂର୍ବରୁ ଆମର ଆୟୁର୍ବେଦିକ ଗୋପବନ୍ଧୁ ଆୟୁର୍ବେଦିକ କଲେଜର ଡାୟମଣ୍ଡ ଜୁବଲି ସେଲିବ୍ରେସନ ଅଛି, ତା ଦେହରେ ବି ଯୋଗ ଦେବା ପାଇଁ ମହାମହିମ ରାଷ୍ଟ୍ରପତି କନସେଣ୍ଟ ଦେଇଛନ୍ତି ଏବଂ ତତ୍ ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଆସିଲା ପରେ ପ୍ରଥମ ଦର୍ଶନ କରିବେ, ଦେନ୍ ଗୋପବନ୍ଧୁ ଆୟୁର୍ବେଦିକ କଲେଜର କାର୍ଯ୍ୟକ୍ରମ ସମ୍ପନ୍ନ କରିବେ, ଦେନ୍ ନେଭି ଡେ ସେଲିବ୍ରେସନରେ ଯୋଗ ଦେବେ। ମହାମହିମ ରାଷ୍ଟ୍ରପତି ଯୋଉ 4 ତାରିଖ ଆସିବେ, ସେଥିପାଇଁ ଆଜି ଛତିଶା ନିଯୋଗ ମିଟିଂରେ ବି ଆଲୋଚନା ହେବ ଏବଂ ଆମର ଓଡ଼ିଆଙ୍କର ଗର୍ବ ମହାମହିମ ରାଷ୍ଟ୍ରପତି ଆମର ପୁରୀ ଆସିବେ। 4 ତାରିଖ କାର୍ଯ୍ୟକ୍ରମ ଅଛି, ସେଥିରେ ଯୋଗ ଦେବେ ଏବଂ ସେଇଦିନ ସେ ମହାପ୍ରଭୁଙ୍କୁ ଦର୍ଶନ ଯୋଉ କରିବେ, ନୀତିକାନ୍ତି ତାର ଆସିବା ପୂର୍ବ ସବୁ ଠିକଠାକ କରା ଦିଆଯିବ ଏବଂ ଯେହେତୁ ସେ ରାଷ୍ଟ୍ରପତି ଆସୁଛନ୍ତି ତାଙ୍କର ପ୍ରୋଟୋକଲ ଅନୁଯାୟୀ ସେମାନେ ଭିତରୁ ପ୍ରବେଶ କରିବେ ଏବଂ ସେ ଦର୍ଶନ କରିବେ, ମହାପ୍ରଭୁଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିବେ ଗର୍ଭଗୃହରେ ଏବଂ ପ୍ରୋଟୋକଲ ଅନୁଯାୟୀ ସେ ଯିବେ। ନାଭାଲ ଡେ ନିଶ୍ଚିତ, ନାଭାଲ ଡେ ଯେତେବେଳେ ବିଶାଖାପାଟଣା ହଉଛି ଅନ୍ୟ ଅନ୍ୟ ଜାଗାରେ ହଉଛି, ଯେତେବେଳେ ଆମର ପୁରୀରେ ହବ, ଶ୍ରୀକ୍ଷେତ୍ରରେ ହବ, ନାଭାଲ ଡେ ହବ, ବହୁତ ଜିନିଷ ଦେଖିବା, ସମସ୍ତେ ଦେଖିବେ, ସମସ୍ତେ ଉତ୍କଣ୍ଠାରେ ଅଛନ୍ତି ଏବଂ କ'ଣ ସେଥିରେ ହବ ସମସ୍ତେ ଖୁସିରେ ଅପେକ୍ଷା କରିଛନ୍ତି। ମହାମହିମ ରାଷ୍ଟ୍ରପତି 10:15 ଠୁ 11ଟା ଭିତରେ ତାଙ୍କର ଅଛି କାର୍ଯ୍ୟକ୍ରମ, କିନ୍ତୁ 8:45ରେ ଇଏ ଖାଲି ହବ, ମନ୍ଦିର ଶୋଧ କରାଯିବ। 8:45 ପରେ ମନ୍ଦିର ଯେଉଁମାନେ ଭକ୍ତ ଥିବେ ତାଙ୍କୁ ଶୋଧ କରାଯିବ, ଅନ୍ୟ କାହାକୁ ସେତେବେଳେ ଛଡ଼ାଯିବନି। ସେବାୟତମାନଙ୍କୁ ବି ଭୋର 5ଟା ଅଛି ଯେମିତି ଚାଲିବ, କିନ୍ତୁ ଭେଷ ହେଇକିରି ରହିବେ। ଯେହେତୁ ରାଷ୍ଟ୍ରପତି ସେଇ ହିସାବରେ ଯଦି ବଲ୍ଲଭ ବସିଯିବ କ'ଣ ହବ, ତାହେଲେ ଡେରି ହେଇପାରିବନି। ତେଣୁକରି କେବଳ ଭେଷ ହେଇକିରି ରହିଥିବେ, ରାଷ୍ଟ୍ରପତି ଦର୍ଶନ କରି ଯାଇସାରିଲା ପରେ ଅନ୍ୟାନ୍ୟ ନୀତି ପୁଣି ଆରମ୍ଭ। ରାଷ୍ଟ୍ରପତିର ପ୍ରାୟ 45 ମିନିଟ୍ 25 ମିନିଟ୍ କୁହାହେଇଛି, କିନ୍ତୁ ଟାର୍ଗେଟ୍ ରଖାଯାଇଛି ଅଧଘଣ୍ଟାରୁ 45 ମିନିଟ୍ ଭିତରେ ରଖାଯିବ। କିନ୍ତୁ ଯେ ସେଇ ସମୟରେ ଯେଉଁ ସେବକମାନେ କେବଳ ତାଙ୍କର ସେଦିନ କାର୍ଡ଼ ଇସ୍ୟୁ ହେଇଥିବ ଏଇ ତ ସେମାନେ ରହିବେ,
ଅନ୍ୟ କୌଣସି ସେବାୟତ ବି ରହିପାରିବେ ନାହିଁ। କଳିକ ପଣ୍ଡା କିନ୍ତୁ ଆମର ମିଟିଂ ଲେଖା ହେଇଛି ଯେ କଳିକ ପଣ୍ଡା ରହିପାରିବେ ତାଙ୍କ ସାଙ୍ଗରେ, ଯଦି ରାଷ୍ଟ୍ରପତି ଚାହିଁବେ ତାଙ୍କ ସାଙ୍ଗରେ ଗର୍ଭଗୃହକୁ ବି ଯାଇପାରିବେ। ଗର୍ଭଗୃହକୁ ରାଷ୍ଟ୍ରପତି ଯିବେ, ତାଙ୍କ ସାଙ୍ଗରେ ତାଙ୍କ କଳିକ ପଣ୍ଡା ରାଷ୍ଟ୍ରପତି ଚାହିଁବେ ଯିବେ, ନଚେତ୍ ଅନ୍ୟ ସାଙ୍ଗରେ ଅନ୍ୟମାନେ କେହି ଯିବେ ନାହିଁ। ବହୁତ ଅଲଗା ବି ଆଲୋଚନା ହେଇଛି, ଯେମିତି ଲୋକ ଦର୍ଶନ ଠିକ୍ ଭାବରେ କରିବେ ଏବଂ ସେବାୟତ ୱେଲଫେୟାର ଫଣ୍ଡ ହରିକା ସବୁ ଆଲୋଚନା କରାଗଲା ଏବଂ ଭକ୍ତମାନଙ୍କର କେମିତି ଏ ଯେଉଁ ଚାରିପଟେ ଯେଉଁ ଲୋକ ଯାଉଛନ୍ତି ଆସୁଛନ୍ତି ଯେଉଁ ସେ ବିଷୟ ବି ଆଲୋଚନା କରାଗଲା। ତେଣୁ ବହୁତ ଅନ୍ୟାନ୍ୟ ସେ ବିଷୟରେ ବହୁତ ଜଣେ ଜଣେ ଉଠେଇଥିଲେ ଯେ ଏଇସବୁ ଭୁଲଭାଲ କାର୍ଯ୍ୟ ଚାଲିଛି ବୋଲି ତାକୁ ନିଜେ ସେ ବିଷୟରେ ଆଲୋଚନା କରିବେ ବୋଲି ତାକୁ ଜଣେ ତାକୁ ଆଲୋଚନା କଲେ, କିନ୍ତୁ ତାକୁ ପରବର୍ତ୍ତୀ ପରେ ତା ଡିସିସନ୍ ନିଆଯିବ ବୋଲି କାନରେ ମିଟିଂରେ ଆଲୋଚନା କରେ। ଅନ୍ୟ ସବୁ କଥା ଏସବୁ ଡେଭଲପମେଣ୍ଟ ବିଷୟ, ମନ୍ଦିରର ଯେଉଁ ଆମ ଖଣି ଖାଦାନ ଅଛି, ଖଣି ଅଛି ଯେଉଁ ଆମର ପାହାଡ଼ ପର୍ବ ଅଛି ତାକୁ ବି କେମିତି ଠିକ୍ ଭାବେ ରଖିବା ପାଇଁ, ଯେଉଁମାନଙ୍କର ସବୁ ଜମିବାଡ଼ି ଯେଉଁ କାର୍ଯ୍ୟ ଅଛି ତାକୁ ବି ଜଲ୍ଦି ସେଗୁଡ଼ା ସୁଚାରୁ ରୂପେ କରିବା ପାଇଁ ଏକଥା ବି ଦାବି ଉଠିଥିଲା। ରତ୍ନଭଣ୍ଡାର ମରାମତି କଥା ଥିଲା ଯେ ଯେତେ ଜଲ୍ଦି ପାରିହେବ ଯୋଡ଼ିଏ 2 ଜଣିଆ କମିଟିଟେ କରାଗଲା, ନୀତି ପ୍ରଶାସକ ଏବଂ ଆମର ଯିଏ କମାଣ୍ଡର ତାଙ୍କୁ ନେଇ ଗୋଟେ କମିଟି କରାଯାଇଛି। 2 ଜଣ ଯାକ ପାଳିଆମାନଙ୍କ ସାଙ୍ଗରେ ଏବଂ ଭକ୍ତମାନେ କେମିତି ଠିକ୍ ଦର୍ଶନ କରିବେ, ସେ କାମ କିଛି ଡିଷ୍ଟର୍ବ ନ ହେବ ସେଇ ଅନୁସାରେ କାମ କରିବା ପାଇଁ ତାଙ୍କୁ ଜଣକୁ 2 ଜଣ କମିଟି ଆଉ ଗୋଟେ କରାଗଲା। କିନ୍ତୁ ସେବାୟତ ମାନେ ତାଙ୍କର କ'ଣ କ୍ଷତି ହେଇଥିଲା ବୋଲି ତାଙ୍କ ନିଜକୁ ଦାବି କରିଥିଲେ, ତାକୁ ଆଜି ସରକାର ଅନୁମୋଦନ କରିଛନ୍ତି। ତେଣୁ ଏହାକୁ ସ୍ୱାଗତ ଯୋଗ୍ୟ କଥା। ସେବାୟତ ମାନଙ୍କର କ୍ଷତି ହେଇଥିଲା ତାକୁ ଦେଲେ, ତାକୁ କିଛି ଏଥିରେ ଅଧିକନ୍ତୁ ନାହିଁ, କିନ୍ତୁ ଏଇଟା ସ୍ୱାଗତ ଯୋଗ୍ୟ। ରତ୍ନଭଣ୍ଡାରର ଆହୁରି ଯେତେ ଜଲ୍ଦି କରିହେବ କ'ଣ କରିହେବ, ଏ ଯେଉଁ ଟଙ୍କା ସାକ୍ସନ କରିଛନ୍ତି ମନ୍ଦିର ପାଇଁ ଯେତେ ଟଙ୍କା ଆସିବ ମନ୍ଦିରକୁ, ଶ୍ରୀମନ୍ଦିରକୁ ନେଇ ଓଡ଼ିଶାକୁ ନେଇ ଭାରତ, ତେଣୁ କରିକିରି ଏଠି ଯେଉଁ ପ୍ରକାର ଇମ୍ପୋର୍ଟାନ୍ସ ଦେବା କଥା ତାକୁ ସେମିତି ଦେଉଥାନ୍ତୁ ଅଗ୍ରାଧିକାର ଭିତରେ, କାରଣ ପରିକ୍ରମା ପ୍ରକଳ୍ପ ସବୁ କାମ ସରିନାହିଁ, ତାକୁ ଟଙ୍କା ଯେଉଁ ଆସିଲା ତା ଦେହରେ ଆଉ କିଛି କାମ ହେବା ଦରକାର ଅଛି। ବିଶେଷତଃ ସିଂହଦ୍ୱାରରେ ଶୌଚାଳୟ ହେରିକା ନାହିଁ, ସେ ଏରିଆ ଖଣ୍ଡେ ଲୋକ ଯାହା ଯାତ୍ରୀ ଏବଂ ଅନ୍ୟମାନେ ହଇରାଣ ହେଉଛନ୍ତି, ସେ ଖଣ୍ଡକୁ ରାସ୍ତା ଦୁର୍ଗନ୍ଧ ରାସ୍ତା ଲୋକ ଆରମ୍ଭ ହୋଇଗଲାଣି। ତେଣୁ ତାକୁ ଯାହା ତାର ବାକି ଅଛି ପ୍ଲାନ୍ରେ ତା କାର୍ଯ୍ୟକାରୀ କରାଯାଏ। अधिक खबर पाई हम फेसबुक पेज को लाइक, फॉलो एवं यूट्यूब चैनल को सब्सक्राइब करंतु।